हेलो एंड वेलकम टू ए न्यू ब्लॉग साଙ୍ଗମାନେ ଚାଲନ୍ତୁ ଆଜି ଯିବା କୋରାପୁଟର ଆଉ ଗୋଟେ ନୂଆ ଜାଗାକୁ ଯେଉଁଠି ଆପଣ ଦେଓମାଳିର ଅନୁଭବ କୋରାପୁଟରେ ପାଇପାରିବେ। ତାହା ଆପଣ ରେଲୱେ କଲୋନୀ ପାଖରେ ଥିବା କେବୁଲ ମାଉଣ୍ଟେନରେ ପାଇପାରିବେ। ଆମେ ସେଇ କେବୁଲ ମାଉଣ୍ଟେନ ଆଡ଼େ ପ୍ରାୟ 6ଟା ବେଳୁ ଆଜି ସକାଳେ ବାହାରିଛୁ। ରେଲୱେ କଲୋନୀ ଦେଇ ଆପଣମାନେ କେବୁଲ ମାଉଣ୍ଟେନର ଟପ୍ରେ ପହଞ୍ଚି ପାରିବେ। ଆଗ ସମୟରେ ତ କେବୁଲ ମାଉଣ୍ଟେନକୁ ଠିକ୍ସେ ରାସ୍ତା ନଥିଲା, ବଟ୍ ଏବେ ପ୍ରପରଲି ରାସ୍ତା ହେଇଯାଇଛି। ଆପଣମାନଙ୍କୁ ଉପର ପର୍ଯ୍ୟନ୍ତ କଂକ୍ରିଟ୍ ରୋଡ଼ ମିଳିଯିବ। ତ ଚାଲନ୍ତୁ ଯିବା ଉପରକୁ ଏବଂ ଦେଖିବା ଆଜି କେମିତି ଭ୍ୟୁ ଦେଖିବାକୁ ମିଳୁଛି। ଆଜି ସକାଳୁ କୁହୁଡ଼ି ବହୁତ ଭରପୁର ପଡ଼ିଥିଲା, ହେଲେ ବି ଆମେ ବାହାରିଥିଲୁ କେବୁଲ ମାଉଣ୍ଟେନ ଉପରକୁ ଯିବା ପାଇଁ। ଚାଲନ୍ତୁ ଯିବା ଉପରକୁ। ବହୁତ କୁହୁଡ଼ି ଆଜି ପଡ଼ିଛି, ବିଲକୁଲ ବି ପ୍ରପରଲି ଆଗକୁ ଦେଖାଯାଉନି। ସିପୁ ତ ଗାଡ଼ି ଚଲାଉଛି। ତ ଏହା ହେଲା କେବୁଲ ମାଉଣ୍ଟେନର ଏଣ୍ଟ୍ରାନ୍ସ ଗେଟ୍। ତ ଏ ଏଣ୍ଟ୍ରାନ୍ସ ଗେଟ୍ ଦେଇ ଆମକୁ ଭିତରକୁ ପ୍ରବେଶ କରିବାକୁ ପଡ଼ିବ। ତ ଏ ଭିତରେ ଦେଇକି ଆମେ ଚାଲିଛୁ ଏବଂ ଯାଇ ଆମେ କେବୁଲ ମାଉଣ୍ଟେନ ଉପରେ ଆପଣଙ୍କୁ 3ଟି ଭ୍ୟୁ ପଏଣ୍ଟ ଦେଖିବାକୁ ମିଳିବ, ବଟ୍ ଗୋଟେ ଭ୍ୟୁ ପଏଣ୍ଟରୁ ଆପଣଙ୍କୁ ବହୁତ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ। ଆମେ ଏବେ ଫାଷ୍ଟ ଭ୍ୟୁ ପଏଣ୍ଟରେ ଅଛୁ ଏବଂ ଦେଖିବା ଏଠୁ କୋରାପୁଟର ଟାଉନ କେମିତି ଦେଖାଯାଉଛି। ଆପଣ ଦେଖିପାରୁଥିବେ କେବୁଲ ମାଉଣ୍ଟେନ ଯେଉଁ ଟାୱାରଟା ପୁରା କୁହୁଡ଼ିରେ ଭରି ହେଇ ରହିଛି, ବିଲକୁଲ ବି ଦେଖାଯାଉନି କୁହୁଡ଼ିରେ। ଆମେ ତ ପ୍ରାୟ 6ଟା ବେଳକୁ ଆସି ପହଞ୍ଚି ଯାଇଛୁ। ସେଇଟା ଲାଗି ଏତେ ଭିଡ଼ ନଥିଲା, ବଟ୍ ଆପଣ ଯଦି 7ଟା 8ଟା ବେଳୁ ଆସିବେ ଏଇଠି ଭିଡ଼ ଦେଖିବାକୁ ମିଳିବ ଆପଣଙ୍କୁ। ଆପଣଙ୍କୁ ଯଦି ଏ ଭ୍ୟୁ ଅନୁଭବ କରିବାର ଅଛି ତ ପ୍ରାୟ 6ଟାରୁ ଉଠି ଆପଣଙ୍କୁ ଆସିବାକୁ ପଡ଼ିବ। 7ଟା ଅଧେ ହେଲେ ଖରା ପଳାସିଯାଏ, ଆଉ ଖରା ଆସିଲେ ଏଇଠି ଭ୍ୟୁ ଦେଖାଯାଏ ନାହିଁ। ଏଟା ହେଲା ସେକେଣ୍ଡ ଭ୍ୟୁ ପଏଣ୍ଟ। ଦେଖିପାରୁଥିବେ ପୁରା ଆଜି ବହୁତ କୁହୁଡ଼ି ଥିବାରୁ କୋରାପୁଟର ଟାଉନ ପ୍ରପରଲି ତଳ ଆଡ଼ୁ ଦେଖାଯାଉନି। ପାଖରେ ରେଲୱେ ଷ୍ଟେସନ ଅଛି, ତ ସେଇଟା ଲାଗି ଟ୍ରେନ୍ ସାଉଣ୍ଡ। ରେଲୱେ ଷ୍ଟେସନ ପ୍ରାୟ 1 କିଲୋମିଟର ଦୂରରେ ଏଠୁ ଅଛି। तो आज बिल्कुल भी प्रॉपर व्यू देखना है। ଏବେ ଟିକେ ଖରା टावर ऊपर पड़ुची, तो आपण मैंने ये देखिपे टावर टी बहुत शाइनिंग कर खरा पड़े। तो यह थिला केबुल माउंटेन रो ब्लॉग आज दिन। आदि आपण मैंने केबुल माउंटेन जाऊँ तो प्राय सकाल 6टार उठी पड़तु। 7टा पर सूर्य आसिले प्रॉपर्ली देखा जाए। वीडियोटी भल लगी लाइक करवा एवं चैनल को सब्सक्राइब करने को भूलिए।